ଜୟ ଜଗନ୍ନାଥ ପଙ୍କଜ ଡେରୀ ଫାର୍ମ ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣଙ୍କୁ ସ୍ୱାଗତ। ତ ମୋର ଏଇ କଳା ଗାଈଟା ଜାନୁଆରୀ ମାସରେ ଛୁଆ ଦେଇଥିଲା, ତ ଏବେ ମାର୍ଚ୍ଚ ଏଣ୍ଡ ହେଇଗଲାଣି। ତ ସେ ଏବେ ହିଟ୍ରେ ଆସିଯାଇଛି, 2.5 ମାସ ପାଖାପାଖି ହେଇଗଲାଣି। ସେ ହିଟ୍ରେ ପ୍ରପର୍ ଠିକ୍ ଟାଇମ୍ରେ ହିଟ୍ରେ ଆସିଛି। ତ ଯଦି ଆପଣ ତାକୁ ଠିକ୍ ଟ୍ରିଟମେଣ୍ଟରେ ରଖିଥିବେ ତ ସେ ନିହାତି 3 ମାସରୁ 3.5 ମାସ 2.5 ମାସ ଭିତରେ ସେ ନିହାତି ହିଟ୍ରେ ଆସିବ। ଦେଖନ୍ତୁ ୟାର ପୁରା ଏବେ ନାଳ ଆସିଯାଇଛି, ହିଟ୍ରେ ସେ ପୁରା ଆସିଯାଇଛି। କାଲି ରାତିରୁ ହିଟ୍ରେ ଆସିଥିଲା, ତ କାଲି ରାତିରେ ବର୍ଷା ଯୋଗୁଁ ଲାଇନ୍ ନଥିଲା, ତ ମୁଁ ଭିଡ଼ିଓ ବନେଇ ପାରିନଥିଲି। ତ ଆଜି ଏବେ ସକାଳେ ବନଉଛି। ତ ଡକ୍ଟରକୁ ମଧ୍ୟ ଫୋନ୍ କରିଦେଇଛି, ସେ 10ଟା ବେଳକୁ ଆସିବେ। ଏଇ ମଧ୍ୟ ୟାର ହେବ। ତ ଆଉ ଗୋଟେ ଜିନିଷ, ମୋର ଏ ଗାଈର ଗୋଟେ ପ୍ରୋବ୍ଲେମ୍ ହେଇଛି ଯେ ସାଇଲେଣ୍ଟ ହିଟ୍ ଆସିଛି। କାହିଁକିନା ମୁଁ କିଛି ବି ଆପଣ ଜାଣିପାରିବେନି, ସାଇଲେଣ୍ଟ ହିଟ୍ ଆସିଲା ମାନେ ଟୋଟାଲି କିଛି ବିହେଭ୍ କରୁନାହିଁ, କିଛି ବୋବଉ ନାହିଁ, କିଛି ବି ଜାଣିପାରିବେନି ଆପଣ। କେବଳ ନାଳ ଛଡ଼ା ଆଉ କିଛି ବି ଆପଣ ଜାଣିପାରିବେନି ଯେ ସେ ଗାଈଟା ହିଟ୍ରେ ଆସିଛି। ତ ଆପଣମାନେ ଯଦି ଫାର୍ମରେ ନ ରହିବେ ତ ଏଇସବୁ ଜିନିଷ ଆପଣଙ୍କ ଫାର୍ମରେ ପ୍ରୋବ୍ଲେମ୍ ଆସିବ। କାହିଁକିନା ସେ ହିଟ୍ରେ ପାରେଇଗଲା ମାନେ ସେ ଆପଣ ଜାଣିପାରିବେନି, 3 ମାସ 4 ମାସ ହେଇଯିବ, ଯାହାଫଳରେ କି ଆପଣ କହିବେ ଗାଈ ମୋର ହିଟ୍ରେ ଆସୁନି। କିନ୍ତୁ ସେ ଅଲରେଡ଼ି ହିଟ୍ରେ ଆସିକି ପାରେଇଗଲାଣି ତା ସମୟ। ତ ସେଥିପାଇଁ ଫାର୍ମରେ ଆପଣ ନିହାତି ରହିବେ। ତ ଏ ମୋର ଏ ଗାଈଟା ହିଟ୍ରେ ଆସିଛି, ପୁରା ଜଣାପଡ଼ୁଛି, ନାଳ ଆସୁଛି। ଆପଣ ଏଇସବୁ ଜିନିଷ ଯଦି ନ ଦେଖିବେ ତ ଆପଣଙ୍କ ଫାର୍ମରେ ଲସ୍ ଜିନିଷଟା ବେଶୀ ହେବ। ତ ଏବେ ଦେଖନ୍ତୁ ହିଟ୍ରେ ଆସିଯାଇଛି। ତ ଡକ୍ଟରଙ୍କୁ ଫୋନ୍ କରିଛି, ସିଏ ଆସିକି ଏଆଇ ମଧ୍ୟ କରିଦେବେ 10ଟା 11ଟା ବେଳକୁ। ତ ଡକ୍ଟର ଆସିବେ କହିଛନ୍ତି। ତ ଡକ୍ଟର ଏବେ ଆସିଯାଇଛନ୍ତି। ଦେଖନ୍ତୁ ଏଆଇ ପାଇଁ ଗନ୍ ଏବେ ରେଡ଼ି କରାହେଉଛି। ତ ଟେମ୍ପରେଚରରେ ରଖାହେଇଛି। ତ ଏଆଇ ମଧ୍ୟ ତାର ହେଇଗଲାଣି। ଏଆଇ ସରିଲା ମାନେ ଆରାମସେ ତାକୁ ଅଧଘଣ୍ଟେ ପାଖାପାଖି ନର୍ମାଲି ଜାଗାରେ ଛିଡ଼ା କରିକି ରଖିଦେବେ। ଏଆଇ ସରିଗଲାଣି। ତ ଏବେ ମୋର ଫାର୍ମ ଏବେ ଠିକ୍ ଠାକ୍ ଚାଲିଛି। ଯଦି ଭିଡ଼ିଓଟା ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ୍ସ ଫର୍ ୱାଚିଂ।